नमस्कार मु आपण समस्त को ओडिया एकाडेमी को स्वागत जनाऊँगी। आज आम सच्चिदानंद राउतराय काव्य कविता विषय रे किछि आलोचना करिबा। यह पूर्वरु जदि आपण माने चैनल टी को सब्सक्राइब करि नाहंती ताहेले प्रथमे चैनल टी को सब्सक्राइब करि दियंतु। सच्चिदानंद राउतराय विंश शताब्दीर ओडिया कवि मानक मध्यरे अग्रण्य। से ओडिशा साहित्य रे यथार्थरे आधुनिकतार वार्तावह। खोर्धा निकटस्थ गुरुजंग ग्राम 1913 मसीहा मे मास 13 तारिख रे जन्म ग्रहण करथिले। से खोर्धा जिला गुरुजंग ग्राम 1913 मसीहा मे मास 13 तारिख रे जन्म ग्रहण करथिले। से एकाधारे थिले कवि, गाल्पिक, औपन्यासिक, समालोचक, आत्मजीवनी लेखक एवं नाट्यकार। तांको कविता ग्रंथ गुड़िक है पाथेय 1932, पूर्णिमा 1933, बाजीराउत 1938, पल्लीश्री 1940, पांडुलिपि 1947, अभियान 1948, हसंत 1948, अभिज्ञान 1948, भानुमतीर देश 1949, स्वागत 1958, एशियार स्वप्न 1969, कविता संकलन तांकर कविता 1962, कविता 1968, कविता 1971, कविता 1974, कविता 1983, कविता 1985, कविता 1978, कविता 1990, कविता 1994, कविता 2003। तांकर केतोटी गल्प संकलन हैला मशाणीर फूल 1947, माटीर ताज 1947, छाई 1948, मांकड़ और अन्यान्य गल्प 1983, नूतन गल्प 1990। तांकर उपन्यास हेउची चित्रग्रीव। यह 1935 मसीह रचित होइतिला। समालोचना साहित्यर विचार और मूल्यबोध 1972, साहित्यर मूल्यबोध 1974, आधुनिक साहित्यर केतेक दिग 1983। तांको काव्य नाटिका हैला पूर्णिमा 1933, आत्मजीवनी उत्तर कक्ष एकम भाग 1998, उत्तर कक्ष 2 भाग 2000 मसीहा। तांकर बाजीराउत और अन्यान्य 40टी कविता हरेंद्रनाथ चट्टोपाध्याय द्वारा इंग्राजी रे अनुदित होई द बोटमैन बॉय एंड 40 पोएम्स नाम रे प्रकाशित होईची। तांकर बाजीराउत और अन्यान्य 40टी कविता हरेंद्रनाथ चट्टोपाध्याय द्वारा इंग्राजी रे अनुदित होइतिला। ताहा बोटमैन बॉय एंड 40 पोएम नाम रे प्रकाशित होईची। कविंकर पाथेय कविता संकलन 1932 मसीह रे प्रकाश पाइथिला। कविंक पाथेय कविता संकलन 1932 मसीह रे प्रकाश पाइथिला। एही संकलन रे 52 गोटी कविता स्थानित। पाथेय कविता संकलन रे कविंक 52टी कविता स्थान पाइछि।
ଅଭିମାନ ଅଭିମାନ କବିତା ସଂକଳନଟି 1938 ମସିହାରେ ପ୍ରକାଶିତ। ଏଥିରେ 23 ଗୋଟି କବିତା ସ୍ଥାନିତ। କବିଙ୍କ ଅଭିମାନ କବିତା ସଂକଳନଟି 1938 ମସିହାରେ ପ୍ରକାଶିତ। ଏଥିରେ 23 ଗୋଟି କବିତା ସ୍ଥାନ ପାଇଛି। ଅଭିଯାନ କବିତା ସଂକଳନର କବିତା ଗୁଡ଼ିକ ହେଲା ଶ୍ରମିକ କବିତା, ସର୍ବହରା, ହାତୁଡ଼ି, ବନ୍ଦିନୀ, ବନ୍ଦନା, ରୁଟି, ସର୍ବନାଶର ପଥେ, ଶିଲାଲିପି, ଭଗବାନ ଅଛ କାହିଁ, ବିପ୍ଳବର ଜନ୍ମଦିନେ, ମାରୁତୁ ଯେବେ ଗୁଲି, ଚିହ୍ନିଠାରେ ଭାଇ ଠକ ରଜାକୁ ଇତ୍ୟାଦି। ରକ୍ତଶିଖା କବିତା ଗ୍ରନ୍ଥଟି 1939 ମସିହାରେ ବ୍ରିଟିଶ ସରକାରଙ୍କ ଦ୍ୱାରା ବାଜ୍ୟାପ୍ତ ହୋଇଥିଲା। ଏଥିରେ ସଂକଳିତ କବିତା ଗୁଡ଼ିକ ହେଉଛି ବିପ୍ଳବର ଜନ୍ମଦିନେ, ବିପ୍ଳବର ଜନ୍ମଦିନେ 2, ଆମେ ମଣିଷର ଯୁଗ ଆଣିବୁ, ସର୍ବହରାର ଉଡ଼େ ନିଶାନ୍ତ, ବଜାରେ ପାଇକ ବଜା। ରକ୍ତଶିଖା କବିତା ସଂକଳନଟି 1939 ମସିହାରେ ବ୍ରିଟିଶ ସରକାରଙ୍କ ଦ୍ୱାରା ବାଜ୍ୟାପ୍ତ ହୋଇଥିଲା। ପଲ୍ଲିଶ୍ରୀ 1941 ମସିହାରେ ପ୍ରକାଶିତ। ଏହା ସଚି ରାଉତରାୟଙ୍କର ଏକ କାଳଜୟୀ କୃତି। ଏହା ଓଡ଼ିଶାର ପଲ୍ଲୀ ଜୀବନର ସୌନ୍ଦର୍ଯ୍ୟ, ସ୍ୱବିରୋଧ ଏବଂ ବ୍ୟକ୍ତିତ୍ୱ ବୋଧକୁ ନେଇ ରଚିତ 13 ଗୋଟି ଖଣ୍ଡ କବିତାର ସମାହାର। ପଲ୍ଲିଶ୍ରୀ ହେଉଛି 13 ଗୋଟି ଖଣ୍ଡ କବିତାର ସମାହାର। ଏଥିରେ ସ୍ଥାନିତ କବିତା ଗୁଡ଼ିକ ହେଉଛି ଛୋଟ ମୋର ଗାଁଟି, ପଲ୍ଲୀ ସକାଳ, ମାଲୁଣୀ, ଶିବ ପୂଜା, ଗ୍ରାମ ଶ୍ମଶାନ ପ୍ରଭୃତି। ଛୋଟ ମୋର ଗାଁଟି କବିତା ଆମର ପଲ୍ଲିଶ୍ରୀ କବିତା ସଂକଳନରେ ସ୍ଥାନିତ। ହସନ୍ତ 1948 ମସିହାରେ ପ୍ରକାଶ ପାଇଥିଲା। ତାଙ୍କ କବିତା ସଂକଳନରେ 18 ଗୋଟି ଖଣ୍ଡ କବିତା ସ୍ଥାନ ପାଇଛି। ହସନ୍ତ କବିତା ସଂକଳନରେ 18 ଗୋଟି ଖଣ୍ଡ କବିତା ସ୍ଥାନ ପାଇଛି। ଅଭିଜ୍ଞାନ କବିତା ସଂକଳନ 20 ଗୋଟି କବିତାର ସମାହାର। ଅଭିଜ୍ଞାନ କବିତା ସଂକଳନଟି 20 ଗୋଟି କବିତାର ସମାହାର। ଭାନୁମତୀର ଦେଶ 1948 ଏକ ଦୀର୍ଘ କବିତା। ଭାନୁମତୀର ଦେଶ 1948 ହେଉଛି ଏକ ଦୀର୍ଘ କବିତା। ପାଣ୍ଡୁଲିପି 1947 ସଚି ରାଉତରାୟଙ୍କର କାବ୍ୟ ସାଧନାର ଶ୍ରେଷ୍ଠ ସିଦ୍ଧି। ପାଣ୍ଡୁଲିପି ହେଉଛି ସଚି ରାଉତରାୟଙ୍କର କାବ୍ୟ ସାଧନାର ଶେଷ ସୃଷ୍ଟି। 1934 ମସିହା ଠାରୁ 1946 ମସିହା ମଧ୍ୟରେ ରଚିତ ଏବଂ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ କବିତା ଗୁଡ଼ିକର ସାର୍ଥକ ସଂକଳନ ପାଣ୍ଡୁଲିପି। ଓଡ଼ିଆ କାବ୍ୟ ଜଗତରେ ଏକ ମାଇଲ ଖୁଣ୍ଟ ନିଶ୍ଚୟ। ଏଥିରେ ଝଡ଼ କବିତା ଠାରୁ ଆରମ୍ଭ କରି ଭାରସାମ୍ୟ ପର୍ଯ୍ୟନ୍ତ 70 ଗୋଟି କବିତା ସଂକଳିତ। ପାଣ୍ଡୁଲିପି 1947 ଏହା ହେଉଛି କବିଙ୍କର ଶ୍ରେଷ୍ଠ ସିଦ୍ଧି। ଏଥିରେ ଝଡ଼ କବିତା ଠାରୁ ଆରମ୍ଭ କରି ଭାରସାମ୍ୟ କବିତା ପର୍ଯ୍ୟନ୍ତ 70 ଗୋଟି କବିତା ସଂକଳିତ ହୋଇଛି। ପାଣ୍ଡୁଲିପିରେ ସଂକଳିତ କେତୋଟି କବିତା ହେଉଛି କବିତାର କବର, ମୃତ୍ୟୁ, ସଂକ୍ରାନ୍ତି, ପଶୁ, ରାକ୍ଷସ, କୋଣାର୍କ, ଶାହାଜାହାନ,
ଅସମାପିକା, ସହର ତଳିର ଉଷା, ପ୍ରତିମା ନାୟକ, ରାଜଜେମା। ସ୍ୱଗତ କବିତା ସଂକଳନରେ 33ଟି କବିତା ସ୍ଥାନିତ। ତାଙ୍କର ସ୍ୱଗତ କବିତା ସଂକଳନରେ 33ଟି କବିତା ସ୍ଥାନିତ। କବିତା 1962 କବିତା ସଂକଳନରେ 55 ଗୋଟି କବିତା ସ୍ଥାନିତ। ତାଙ୍କର କବିତା 1962 କବିତା ସଂକଳନରେ 55 ଗୋଟି କବିତା ସ୍ଥାନିତ। କବିଙ୍କର ଶେଷ କବିତା ସଂକଳନ କବିତା 2003ରେ 47ଟି ଗୋଟି କବିତା ସ୍ଥାନିତ। କବିଙ୍କ ଶେଷ କବିତା ସଂକଳନ ହେଉଛି କବିତା 2003। ଏଥିରେ 47ଟି ଗୋଟି କବିତା ସ୍ଥାନିତ। 1986 ମସିହାରେ ସେ ଜ୍ଞାନପୀଠ ପୁରସ୍କାର ପାଇଥିଲେ। 1962 ମସିହାରେ ପଦ୍ମଶ୍ରୀ ପୁରସ୍କାର, 1964 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, 1986 ମସିହାରେ ମହାକବି ପୁରସ୍କାର, 1997 ମସିହାରେ ସେ ସାହିତ୍ୟ ଭାରତୀ ପୁରସ୍କାର ପାଇଥିଲେ।